हरे कृष्ण प्रवीणा माता जी कहतु। जी प्रणाम। हरे कृष्ण। हरे कृष्ण। ମୁଁ କାଲି ଆପଣଙ୍କୁ ପଚାରିଥିଲି ଯେ କୌଳିକ ପ୍ରଥା ଯାହାର ଅଛି ସେଇ ଅନୁସାରେ ସେମାନେ କରିବେ କି? ମନେ କରନ୍ତୁ ଜଣେ କୁମ୍ଭାର, ସେ କୁମ୍ଭାର ଅଛି, ସେଇ ଧର୍ମଟାକୁ ସିଏ ପାଳନ କରିବ କି ସେ ଆଉ ଗୋଟେ ମନେ କରନ୍ତୁ କିଛି ଗୋଟେ କାମ କରୁଛି, ଅଲଗା ଚାଷ କରୁଛି, ଇଏ କରୁଛି, ଖାଲି ଜାତି ସିନା କୁମ୍ଭାର ଅଛି କିନ୍ତୁ ଚାଷ କରୁଛି, ହେଲେ ହୁଁ, ସେଇ ଧର୍ମରେ ସେ ଯୋଉ ଚାଷ କରୁଛି ହୁଁ, ସେଇ ଧର୍ମରେ ସେ ମନ ପ୍ରାଣ ଦେଇକି କାମ କରିବ କି କଣ, ହୁଁ, ସେଇଟା ମୁଁ ହୁଁ। ବୁଝୁଥିଲି କାଲି। यस यस। तो माता जी ये जो आपण प्रश्न पचारिले एटा होची वर्ण आश्रम आको कुआ जाए। तो चारोटी आश्रम अछि, ब्रह्मचारी, गृहस्थ, वानप्रस्थ, सन्यास। चारोटी वर्ण अछि, ଆଜ୍ଞା शूद्र, वैश्य, क्षत्रिय, ब्राह्मण। से भितरे सब किछि छोट छोट कैटेगरी आसी अछि। तो ଆଜ୍ଞା प्रथमे ये वर्ण आश्रम टा बहुत सिस्टमैटिकली पालन करा जाउथिला। आ लोके जो वर्ण रे जे जन्म ହେଇଛି से जन्मरो शेष समय जाए से वर्णर कार्य से करुथिले। किंतु कଳି ଯୁଗଟା ଗୋଟେ ଏମିତିକାର ଯୁଗ ବର୍ତ୍ତମାନ। କଳି ଯୁଗରେ କୁହାଯାଉଛି କି ଜନ୍ମର ସମସ୍ତେ ଶୂଦ୍ର ଟାଇପର କଳି ଯୁଗରେ, କାରଣ ସବୁ କିଛି ଖିଚଡି, ସବୁ କିଛି ମିକ୍ସ। କିଏ ଆଜ୍ଞା ବ୍ରାହ୍ମଣ ହେଇଛି, ଆଜ୍ଞା ଏ ଗାଡି ଚଲାଉଛି, ଡ୍ରାଇଭର କାମ କରୁଛି, ଆଉ କିଏ କ୍ଷତ୍ରିୟ ଅଛି ସେ ବିଜନେସ କରୁଛି, କିଏ ଶୂଦ୍ର ଅଛି ସେ ଆଜିକାଲି ଟିଚର ଅଛି, ବ୍ରାହ୍ମଣ କାମ କରୁଛି। ତ ସେଇପରି ଜନ୍ମରୁ ସେଥିଲାଗି ଶାସ୍ତ୍ରରେ କୁହାଯାଇଛି ଗୁଣ କର୍ମ ବିଭାଗ ସହ ଚତୁର୍ବର୍ଣ୍ଣ ମୟା ସୃଷ୍ଟଂ ଗୁଣ କର୍ମ ବିଭାଗ ସହ। ଭଗବାନ କହୁଛନ୍ତି ଚତୁର୍ବର୍ଣ୍ଣ ଯେ ତିଆରି ହେଇଛି ଜନ୍ମରୁ କିଏ ଷ୍ଟାମ୍ପ ଲାଗିକି ଜନ୍ମ ହୁଏନି। ଜନ୍ମରୁ ତାକୁ ଗୋଟେ ସୁବିଧା ମିଳେ, କିନ୍ତୁ ସେ ଯୋଉ ଗୁଣ କର୍ମ ଯୋଉଟା ସେ ପ୍ରାପ୍ତ କରିବ ସମୟ ସହିତ, ସେ ଗୁଣ କର୍ମ ହିସାବରେ ଆମକୁ କାମ କରିବା ଉଚିତ। ବୁଝିପାରିଲେ? ତ ଯେମିତି ଜନ୍ମରୁ ଆଜ୍ଞା କିଏ ବ୍ରାହ୍ମଣ ପରିବାରରେ ଜନ୍ମ ହେଇପାରେ, ଭଲ। କିନ୍ତୁ ଯଦି ସେ ଜନ୍ମରୁ ହେଇଛି ଜନ୍ମ କିନ୍ତୁ ଗୋଟେ ଦିନ ବି ସେ ଶାସ୍ତ୍ର ପଢିନି, ଗୋଟେ ଦିନ ବି ସେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କଣ ଜାଣିନି, ସେ ପୂଜା ପାଠ କିଛି ଶିଖିନି, ତ ସେ ବ୍ରାହ୍ମଣ ହେଇକି ଲାଭ କଣ ହେଲା? ସେ ତାକୁ ବ୍ରାହ୍ମଣ ଆମେ କହିବାନି। ସେ ଜନ୍ମରୁ ହେଇଛି କିନ୍ତୁ ତା ଭିତରେ ଗୁଣ ନାହିଁ, ତା ଭିତରେ କର୍ମ ନାହିଁ। ବୁଝିପାରିଲେ? ତ ଯେତେବେଳେ ଆମେ ଗୁଣ କର୍ମ ଟ୍ରେନିଂ ଶିଖିବା ଯୋଉ ଜିନିଷଟା, ତାକୁ ଆମେ ନିତ୍ୟ ଦିନ ଜୀବନରେ ତାକୁ ଅବଲମ୍ବନ କରିବା ଉଚିତ। ସେଥିଲାଗି ନିଜର ସ୍ୱଭାବ କଣ, ସେ ସ୍ୱଭାବ ହିସାବରେ ଆମକୁ ନିଜକୁ ଟ୍ରେନ କରିବା ଉଚିତ। ବୁଝିପାରିଲେ? ତ ଯୋଉ ଜିନିଷଟା ଆମ ସ୍ୱଭାବ ଆମକୁ ଜଣାଉଛି ମୁଁ ଏଇ ସ୍ୱଭାବର ମତେ ଲାଗୁଛି, ଯେତେବେଳେ ଆପଣ ଜାଣିଲେ ମୋ ସ୍ୱଭାବ କଣ, ଆଉ ସେଇପରି ଭାବରେ ଆପଣଙ୍କର ଟ୍ରେନିଂ ନେଲେ, ଶିଖିଲେ ଜିନିଷଟା, ଆଉ ସେଇ ଜିନିଷଟା ଯେତେବେଳେ ଆପଣ ଶିଖିଲେ ଅଟୋମେଟିକଲି ତାକୁ ଫୋକସ କରିକି ଆମକୁ କରିବା ଉଚିତ। ଏଇପରି ଭାବରେ ଆମକୁ ଶିଖିବା ଉଚିତ। ଓକେ।